ଶୀତ ଦିନେ ଗୋଇଠି ଫାଟିବା, ଦରଜ ହେବା ଏବଂ ରକ୍ତ ବାହାରିବା ଭଳି ସମସ୍ୟାମାନ ସଭିଙ୍କଠାରେ ପ୍ରାୟ ଦେଖା ଦେଇଥାଏ। ଚର୍ମ ଶୁଖିଯାଇ ଫାଟିବା ଭଳି ବଡ଼ ବଡ଼ ସମସ୍ୟା ଯାହାକି ଶୀତ ଋତୁମାନଙ୍କରେ ଅଧିକ ମାତ୍ରାରେ ଦେଖା ଦେଇଥାଏ। ଯଦି ଆପଣଙ୍କର ଗୋଇଠି ଥଣ୍ଡା ପାଗରେ ଫାଟିଥାଏ, ତେବେ ଆଜି ଆମେ କହିବାକୁ ଯାଉଥିବା ଏହି ସହଜ ଏବଂ ଘରୋଇ ଉପଚାରକୁ ଆପଣାଇଲେ ଆପଣଙ୍କର ଗୋଇଠି ଫାଟିବାର ସମସ୍ୟା ଦୂର ହୋଇଯିବ। ଆମ ଦୈନନ୍ଦିନ କାର୍ଯ୍ୟରେ ଏତେ ବ୍ୟସ୍ତ ରହିଥାଉ ଯେ ଆମ ଶରୀରର ସୌନ୍ଦର୍ଯ୍ୟର ଯତ୍ନ ନେଇପାରିନଥାଉ। ତେଣୁ ସର୍ବପ୍ରଥମେ ଆମେ ପ୍ରତିଦିନ ଗୋଇଠିକୁ ଗରମ ପାଣିରେ ସଫା କରିବା ଉଚିତ। ଗରମ ପାଣିରେ ଲୁଣ ପକାଇବା ଏବଂ ଏହାକୁ ବ୍ୟବହାର କରିବା ଦ୍ୱାରା ଶୁଖିଲା ଚର୍ମରେ ନମନୀୟତା ଆସିଥାଏ ଓ ଗୋଡ଼ ଫାଟିବା ଭଳି ସମସ୍ୟା ଯଥାଶୀଘ୍ର ଦୂର ହୋଇଥାଏ। ଗୋଇଠିକୁ ନରମ ରଖିବା ପାଇଁ ଆପଣମାନେ ଶୋଇବା ସମୟରେ ପେଟ୍ରୋଲିୟମ ଜେଲି କିମ୍ବା ଭେସଲିନ୍ର ପ୍ରୟୋଗ କରିପାରିବେ। ଏହା ଆପଣଙ୍କର ପାଦ ଫାଟିବାକୁ ଦେବ ନାହିଁ। ଫାଟି ଯାଇଥିବା ଗୋଇଠିରେ ରସାୟନିକ ଯୁକ୍ତ ସାବୁନ ବ୍ୟବହାର କରନ୍ତୁ ନାହିଁ। ଏହା ଗୋଇଠି ଫାଟିବାର ସମ୍ଭାବନାକୁ ଅଧିକ ବଢ଼ାଇ ଦେଇଥାଏ। ପାଦର ଗୋଇଠି ଫାଟିବାରୁ ରକ୍ଷା ପାଇବା ପାଇଁ ସର୍ବଦା ପାଦରେ ଚପଲ ପିନ୍ଧନ୍ତୁ କିମ୍ବା ଘର ଭିତରେ ରହିଥିବା ସମୟରେ ମୋଜା ପିନ୍ଧି ରଖନ୍ତୁ। ଏହା ଆପଣଙ୍କ ଗୋଇଠିରେ ଥିବା ମଇଳାକୁ ହ୍ରାସ କରିବା ସହିତ ଆପଣଙ୍କ ଗୋଇଠି ଫାଟିବା ଠାରୁ ରକ୍ଷା କରିଥାଏ। ଗୋଇଠି ନ ଫାଟିବା ପାଇଁ ଆପଣମାନେ ପ୍ରତିଦିନ ମହୁ କିମ୍ବା ଗରମ ସୋରିଷ ତେଲ ପ୍ରୟୋଗ କରି ପାଦକୁ 10ରୁ 15 ମିନିଟ୍ ପର୍ଯ୍ୟନ୍ତ ମସାଜ କରିପାରିବେ। ଶୀତ ଦିନମାନଙ୍କରେ ଆମେ ସାଧାରଣତଃ କମ୍ ପାଣି ପିଇଥାଉ, ଯାହାଦ୍ୱାରା ଶରୀରର ଜଳୀୟ ଅଂଶ ଅଭାବରୁ ଚର୍ମ ଶୁଖିଯାଇଥାଏ ଏବଂ ପାଦ ଓ ଓଠ ଫାଟିବା ଭଳି ସମସ୍ୟା ହୋଇଥାଏ। ତେଣୁ ଶୀତ ଦିନରେ ଅଧିକରୁ ଅଧିକ ପାଣି ପିଇବା ଉଚିତ। ଏହାଦ୍ୱାରା ଶରୀରରେ ଜଳର ଅଭାବ ହୁଏ ନାହିଁ ଏବଂ ଗୋଡ଼ ଫାଟିବା ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ବନ୍ଧୁଗଣ, ଆପଣମାନେ ଏହିସବୁ ଉପାୟକୁ ଅବଲମ୍ବନ କରି ଆପଣଙ୍କର ଗୋଡ଼ ଫାଟିବାର ସମସ୍ୟାକୁ ଦୂର କରିପାରିବେ।